ସ୍ପିକାର ୟୁଟ୍ୟୁବ ଚ୍ୟାନେଲ ଟି ଶୁଣୁନ୍। ଦିନଭରର ଖବର ପଢୁଛନ୍ ହେମନ୍ତ କୁମାର ମହାପାତ୍ର। ବାଲେଶ୍ୱରର ଫକୀରମୋହନ କଲେଜର ଜଣେ ଛାତ୍ରୀଙ୍କର ମୃତ୍ୟୁର ପ୍ରତିବାଦ କରିକିରି ଭିନ୍ନ ଭିନ୍ନ ରାଜନୈତିକ ଦଳ ତରଫରୁ ରାଜ୍ୟ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। କଂଗ୍ରେସ ଦଳ ତରଫରୁ ଦିଆଯାଇଥିବା ଏହି ବନ୍ଦ ଲାଗି ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ଗାଡ଼ି ଚଳାଚଳ ବନ୍ଦ ରହିବାର ସହିତ ଦୋକାନ ବଜାର, ସ୍କୁଲ, କଲେଜ ଆଉ ଭିନ୍ନ ଭିନ୍ନ ଅଫିସ ବି ବନ୍ଦ ରହିଥିଲା। ବନ୍ଦକେ ନଜରଥି ରଖିକରି ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାନ ବି ଆଜ ବନ୍ଦ ସଫଳତାର ସହିତ ପାଳିତ ହୋଇଯାଇଛି। ଏଥିର ଲାଗି ପଶ୍ଚିମ ଓଡ଼ିଶାନ ଥିବା ସରକାରୀ ଅଫିସ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିଥିଲା। ସମ୍ବଲପୁର ସହରନ କଂଗ୍ରେସର ଜିଲ୍ଲା ସଂଯୋଜକ ଦୁର୍ଗା ପାଢ଼ୀଙ୍କ ନେତୃତ୍ୱତି ଦଳର କର୍ମୀମାନେ ଭିନ୍ନ ଭିନ୍ନ ଅଫିସ, ରେଳ ଷ୍ଟେସନ ଆଉ ଛକ ମାନକେ ପିକେଟିଂ କରିକିରି ବନ୍ଦ କରିଥିଲେ। କଂଗ୍ରେସ ନେତା ଆଶଫ ଅଲ୍ଲୀ ଖାଁ, ସୁଧୀର ପଣ୍ଡା, ଚନ୍ଦ୍ରକାନ୍ତ ପୁରୋହିତ, ସୁରଞ୍ଜିନୀ ବାରିକ ପ୍ରମୁଖଙ୍କର ସହିତ ଦଳର ବହୁତ କର୍ମୀ ଏହି ଆନ୍ଦୋଳନଥି ସାମିଲ ହୋଇଥିଲେ। ଝାରସୁଗୁଡ଼ା ଜିଲ୍ଲାନ ବି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଝାରସୁଗୁଡ଼ା ସହରର ଷ୍ଟେସନ ଛକ, ପୁରୁଣା ବସଷ୍ଟାଣ୍ଡର ଗାନ୍ଧୀ ଛକ, ପ୍ରସନ୍ନ ପଣ୍ଡା ଛକନ କଂଗ୍ରେସ କର୍ମୀମାନେ ଧାରଣା ଦେବାର ସହିତ ଭିନ୍ନ ଭିନ୍ନ ସରକାରୀ ଅଫିସ ସାମ୍ନାଥି ପିକେଟିଂ କରିକିରି ବନ୍ଦ କରିଥିଲେ। କଂଗ୍ରେସର ଜିଲ୍ଲା ସଂଯୋଜକ ସାର୍ଥକ ଦାସ, ଆଗର ସଭାପତି ଭରତ ଅବସ୍ଥୀ, ସିଆରାମ ଦାସ, ନଗର ସଭାପତି ଦେବାନନ୍ଦ ବାରିକ, ଯୁବ ସଭାପତି ଶାହରୁଖ ଖାଁ, ଛାତ୍ର ସଭାପତି ଆଦର୍ଶ ଗାନ୍ଧୀ, ସିଆଇଟିୟୁର ଗୌରୀଶଙ୍କର ପାତ୍ର, ସମାଜବାଦୀ ପାର୍ଟିର ମହମ୍ମଦ ଅଖତାର, ସୁଭାଷ ବେହେରା ଆଉ ଗଣେଶ ମଟାରୀ ପ୍ରମୁଖ ଆନ୍ଦୋଳନଥି ସାମିଲ ହୋଇଥିଲେ। ବରଗଡ଼ ଜିଲ୍ଲାନ ବି ଏହି ବନ୍ଦ ସଫଳ ହୋଇଛି ବୋଲି ଦଳର ଜିଲ୍ଲା ସଂଯୋଜକ ହରଦୀପ ସିଂ କହିଛନ୍ତି। ନିପନ ଦାସ, ପ୍ରତାପ ଚନ୍ଦ୍ର ନାୟକ, ପାଣ୍ଡବ କର୍ଣ୍ଣ, ମନୋହର ପ୍ରଧାନ, ଆନନ୍ଦ ପ୍ରଧାନ, ଅଭିଷେକ ସେଠ, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି ଆଜାଦଙ୍କର ସହିତ ଦଳର କର୍ମୀମାନେ ସହରର ଭିନ୍ନ ଭିନ୍ନ ଜାଗାନ ପିକେଟିଂ କରିକିରି ବନ୍ଦଥି ସାମିଲ ହୋଇଥିଲେ। ପଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁଙ୍କ ନେତୃତ୍ୱଥି ବେଉରିଆ ଛକନ ସନ୍ତୋଷ ଶତପଥୀ, ମନୋରଞ୍ଜନ ସିଂ ବରିହା, ମୁଜାଫର ହୁସେନ, ଅନିଲ ଅଗ୍ରୱାଲ, ପ୍ରଦୀପ ସାହୁ, ପିଣ୍ଟୁ ନାଥ, କାହ୍ନୁଚରଣ ସାହୁ, ଗୋପାଳ ଧୁବଲଙ୍କର ସହିତ କଂଗ୍ରେସ କର୍ମୀମାନେ ରାଜ୍ୟ ସରକାରଙ୍କର ବିରୋଧୀ ସ୍ଲୋଗାନ ଦେଇକରି ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ। ସେନ୍ତା ପାଇକମାଲ ବ୍ଲକନ କଂଗ୍ରେସ ବ୍ଲକ ସଭାପତି ବିଜୟାନନ୍ଦ ପଟ୍ଟନାୟକ, ବିନୋଦ କାଳିଆ, ମନୋଜ ତ୍ରିବେଦୀ, ଗଜରାଜ ସିଂ ପୁଟା ପ୍ରମୁଖ ବନ୍ଦଥି ସାମିଲ ହୋଇଥିଲେ। ବଲାଙ୍ଗୀର ଜିଲ୍ଲାନ ବି ଏହି ବନ୍ଦ ସଫଳ ହୋଇଛି। ଟିଟଲାଗଡ଼ନ ବୀରେନ୍ଦ୍ର ବାଗଙ୍କ ନେତୃତ୍ୱଥି ପେଟ୍ରୋଲ ପମ୍ପ ଛକନ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରବାର ସହିତ ବିକ୍ଷୋଭ କରିଥିଲେ। ସୁଭାଷ ଛତ୍ରିଆ, ଅରୁଣ ହାରିଲ, ହରପାଲ, ଜୟସିଂ ତାଣ୍ଡି, ଲାଲୁ କୁମ୍ଭାର, ମାଧବ କୁମ୍ଭାର, ସୁଭାଷ ଭୋଇ, ଦେବାନନ୍ଦ ସାହୁ ଆଉ ମହେଶ ରାଓ ପ୍ରମୁଖ ଏହି ଆନ୍ଦୋଳନଥି ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ନ ଭିନ୍ନ ଜାଗାନ କଂଗ୍ରେସ ଦଳର କର୍ମୀମାନେ ପିକେଟିଂ କରିକିରି ବନ୍ଦ କରିଥିଲେ। ଜିଲ୍ଲାର ସରକାରୀ ଅଫିସ, ଦୋକାନ ବଜାର ବନ୍ଦ ରହିବାର ସହିତ ଗାଡ଼ି ମଟର ଚଳାଚଳ ବି ବନ୍ଦ ରହିଥିଲା। ଆଗର ବିଧାୟକ ବିନୋଦ ପାତ୍ରଙ୍କ ନେତୃତ୍ୱଥି ରାଜେଶ ମିଶ୍ର, ସୁଧୀର ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ସୁମିତ ପୂଜାରୀ, ପ୍ରିୟବ୍ରତ ସାହୁ ପ୍ରମୁଖ ଭିନ୍ନ ଭିନ୍ନ ଛକନ ପିକେଟିଂ କରବାର ସହିତ ବନ୍ଦକେ ସଫଳ କରିଥିଲେ। ସେନ୍ତା ବୌଦ୍ଧ ଜିଲ୍ଲାନ ବି କଂଗ୍ରେସ ଦଳ ତରଫରୁ ଆଜ 12 ଘଣ୍ଟିଆ ବନ୍ଦ ପାଳିତ ହୋଇଯାଇଛି। ବୌଦ୍ଧ ସହରର କଂଗ୍ରେସର ଜିଲ୍ଲା ସଂଯୋଜକ ନବକୁମାର ମିଶ୍ରଙ୍କ ନେତୃତ୍ୱଥି ଦଳର କର୍ମୀମାନେ ବ୍ରିଜ ଛକନ ବିକ୍ଷୋଭ କରିଥିଲେ। ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ବୌଦ୍ଧ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅବଦୁଲ କଲିମ ଖାଁ, ରାୟ ସଞ୍ଜୀବ କୁମାର ଦେଓ, ଦେବରାଜ ପଟ୍ଟନାୟକ, ପଙ୍କଜ କର୍ଣ୍ଣ ଆଉ ରୋହିତାସ ବେହେରା ପ୍ରମୁଖ ଆନ୍ଦୋଳନଥି ଭାଗ ନେଇଥିଲେ। ନୂଆପଡ଼ା ଜିଲ୍ଲାର 5ଟା ବ୍ଲକ ଆଉ 3ଟା ଏନ୍ଏସି ନଭିଲ ବନ୍ଦ ପାଳିତ ହୋଇଯାଇଛି।
ଖଡ଼ିଆଲନ କମଳ ଚରଣ ତାଣ୍ଡି ବନ୍ଦର ନେତୃତ୍ୱ ନେଇଥିବାର ବେଲେ ନୂଆପଡ଼ାନ ଜିଲ୍ଲା ସଂଯୋଜକ ସୁରେଶ ଆଜାଦ ଆଉ ଘାସିରାମ ମାଝୀ ବନ୍ଦର ନେତୃତ୍ୱ ନେଇଥିଲେ। ଇତାର ଛଡ଼ା ଆଲୋକ ଗୁରୁ, ଭରତଲାଲ ରାଉତ, ଅଭୟ ଯୋଶୀ, ମୁରଲୀଧର ନାୟକ, ହୀରା ମାଝୀ, ଦେବଦତ୍ତ ଦୀକ୍ଷିତ, ହେମୁ ନିହାଲ ପ୍ରମୁଖ ନୂଆପଡ଼ାନ ଆନ୍ଦୋଳନଥି ସାମିଲ ହେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ସ୍ପିକାର ୟୁଟ୍ୟୁବ ଚ୍ୟାନେଲଥି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ବିହା ହେବାରକେ କହିକରି ଶାରୀରିକ ସମ୍ପର୍କ ରଖିକରି ପଛେ ଠକି ଦେଇଥିବାର ଅଭିଯୋଗଥି ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଗୋପୀକାନ୍ତ ସୁନାଙ୍କୁ ପୋଲିସ ଆଜ ଗିରଫ କରିছে। କୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରିଦେବାର୍ନୁ ବିଚାର ବିଭାଗୀୟ ହାଜତକେ ପଠେଇ ଦିଆଯାଇଛେ। ସିଆଡେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରୀ ସୁନାଙ୍କୁ ସସ୍ପେଣ୍ଡ କରିଛନ୍। ପୋଲିସ ସୂତ୍ରରୁ ଜଣାପଡ଼ିছে ଯେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଏଜୁକେସନ ବିଭାଗର ଦ୍ୱିତୀୟ ବର୍ଷର ଜଣେ 20 ବର୍ଷର ଛାତ୍ରୀ ଭଡ଼ା ଘରେ ରହିକରି ପଢୁଥିଲେ। ସେ ଗଲାକାଲ ସମ୍ବଲପୁରର ମହିଳା ଥାନାକେ ଆସିକରି ସହକାରୀ ପ୍ରଫେସର ତାଙ୍କୁ ବିହା ହେବାରକେ କହିକରି ଠକିକରି ଶାରୀରିକ ସମ୍ପର୍କ ରଖିଥିଲେ ଆଉ ପରେ ମନା କରିଦେଇଥିଲେ ବୋଲି ଅଭିଯୋଗ କରିଥିଲେ। ଛାତ୍ରୀ ଜଣଙ୍କର ଅଭିଯୋଗକେ ଆଧାର କରିକରି ବରଗଡ଼ ଜିଲ୍ଲା ବୁଡେନ ଥାନାର ଦହିତା ଗାଁର ଗୋପୀକାନ୍ତ କେ ପୋଲିସ ଆଜ ଗିରଫ କରିକରି କୋର୍ଟ ଚାଲାଣ କରିଥିଲେ। ଏ ଘଟଣାକେ କେନ୍ଦ୍ର କରିକରି ବିଶ୍ୱବିଦ୍ୟାଳୟନ ଉତ୍ତେଜନା ଦେଖାଯାଇଛେ। ଅଭିଯୁକ୍ତ ଅଧ୍ୟାପକଙ୍କର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିକରି ଏବିଭିପି ତରଫରୁ ବିଶ୍ୱବିଦ୍ୟାଳୟ ସାମ୍ନାଥି ବିକ୍ଷୋଭ କରାଯାଇଛେ। ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସାମଖ୍ୟ ତରଫରୁ ବାଲେଶ୍ୱରର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କୁ ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ପାଖେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଇତାର ଛଡ଼ା ସାମଖ୍ୟର କେନ୍ଦ୍ରୀୟ ସଂଯୋଜକ ଜିତେନ୍ଦ୍ରିୟ ଧରୁଆଙ୍କର ନେତୃତ୍ୱଥି ଦିଆଯାଇଥିବା ଧାରଣାଥି ଇ ଘଟଣା ଲାଗି ମୁଖ୍ୟମନ୍ତ୍ରୀ ଆଉ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ଇସ୍ତଫା ଦାବି କରାଯାଇଛି। କାର୍ଯ୍ୟକ୍ରମଥି ସାମଖ୍ୟର ଉପଦେଷ୍ଟା ରତ୍ନାକର ପ୍ରଧାନ, ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ, ସହ ସଂଯୋଜକ ଅସୀମ ପଟେଲ, ଜିଲ୍ଲା ସଂଯୋଜକ ରବି ରୋହିଦାସ ପ୍ରମୁଖ ଯୋଗ ଦେଇଥିଲେ। ସେନ୍ତା ସାମଖ୍ୟର ଇ ଦାବିକେ ଅନୁସୂଚିତ ଜାତି ଆଉ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସଭାପତି ଲକ୍ଷ୍ମୀଚରଣ ପାଲ, ପ୍ରଭାକର ଓରାମ, ବିନୋଦ ବିହାରୀ ବାଗ, ଚିନ୍ତାମଣି ସାମନ୍ତରାୟ ଆଉ ରାଜେଶ ସତନାମୀ ପ୍ରମୁଖ ସମର୍ଥନ ଜଣାଇକରି ସାମିଲ ହେଇଥିଲେ। ବରଗଡ଼ ଜିଲ୍ଲାର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଆଜ ତାଙ୍କର ସମର୍ଥକ ମାନଙ୍କର ସହିତ 48 ନମ୍ବର ଜନ୍ମଦିନ ପାଳନ କରିଛନ୍। ଇ ଉଦେ ଭେଡେନ ବ୍ଲକର ବରପଦରନ ହେଇଥିବା ରକ୍ତଦାନ ଶିବିର ଥି ସେ ନିଜେ ରକ୍ତଦାନ କରିକରି ଶିବିରକେ ଉଦ୍ଘାଟନ କରିଥିଲେ। ସେନ୍ତା ଗୌର ଟିକରାର ଅନାଥ ଆଶ୍ରମର ଅନ୍ତେବାସୀମାନଙ୍କର ସାଙ୍ଗେ କେକ୍ କାଟବାର ସହିତ ସେମାନଙ୍କୁ ପାଠପଢ଼ା ଜିନିଷ ବାଣ୍ଟିଥିଲେ। ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀ ଆଉ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଲାଗି ଆଭ୍ୟନ୍ତରୀଣ କମିଟି ଗଠନ କରବାରକେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଇ ବାବଦେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବିଭାଗ ତରଫରୁ ଚିଠି ଲେଖାଯାଇଛି। କର୍ମକ୍ଷେତ୍ରନ ମହିଳାମାନଙ୍କର ଯୌନ ନିର୍ଯାତନା ବିକାରଣ ନିଷେଧ ଆଉ ପ୍ରତିକାର ଆଇନ 2013ର ବ୍ୟବସ୍ଥା ମାନଙ୍କର ପାଳନ କରବାର ଲାଗି କୁହାଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପୁନର୍ଗଠନ ସହିତ କାର୍ଯ୍ୟାନ୍ୱୟନ ସମୀକ୍ଷା କରବାରକେ ଇଥି ନିର୍ଦ୍ଦେଶ ଦିଆଯାଇଛି। ଅଦାଲତି ମାମଲାମାନଙ୍କର ସମାଧାନ ଲାଗି ଇ ମାସନୁ ଆଇବା ଅକ୍ଟୋବର 6 ତାରିଖ ଭିତରେ ହେବାରକେ ଥିବା 90 ଦିନିଆ ମଧ୍ୟସ୍ଥତା ଅଭିଯାନ ଲାଗି କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଗଲାକାଲ ଗୋଟିଏ ପ୍ରସ୍ତୁତି ବୈଠକ ହେଇଯାଇଛି। ତୃତୀୟ ପକ୍ଷର ସାହସ୍ତି ଇଥି ଭିନ୍ନ ଭିନ୍ନ ମାମଲାର ସମାଧାନ କରାଯିବା। ରାଜ୍ୟରେ ଇ ବছর ମୌସୁମୀ ଋତୁଥି ସ୍ୱାଭାବିକ ଠାନୁ ଅଧିକା ବର୍ଷା ରେକର୍ଡ କରାଯାଇଛି। ଜୁନ 1 ତାରିଖନୁ ଏତକ ହାରାହାରି 469 ମିଲିମିଟର ବର୍ଷା ହେଇଛି, ଯେନ୍ଟାକି ସ୍ୱାଭାବିକ ଠାନୁ 23% ଅଧିକା ଆଏ। ତିନଟା ଜିଲ୍ଲାନ
ସବୁନୁ ଜହ ବର୍ଷା ହେଇଥିବା ବେଲେ କେ 13ଟା ଜିଲ୍ଲାନ ସ୍ୱାଭାବିକ ନୁ ଅଧିକା 11ଟା ଜିଲ୍ଲାନ ସ୍ୱାଭାବିକ ଆଉ 3ଟା ଜିଲ୍ଲାନ ନିଅଣ୍ଟିଆ ବର୍ଷା ହେଇଥିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ହୀରାକୁଦ ଜଳଭଣ୍ଡାର ନ ଆଜ 2ଟା ଗେଟ୍ ଦେଇକିରି ବଢି ପାଣି ଛଡା ଯାଉଛି। ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କର ସୂଚନା ଅନୁସାରେ आज संझर 6 बजे तक जलभंडार के फी सेकेंड थी 88,942 घन फुट पाइन आसुथिबार बेले 68,529 घन फुट पाइन छड़ा जाउछि। ई समिया थी जलभंडार रो जलस्तर 609.41 फुट रही छे। भुवनेश्वर आंचलिक पाणीपाग विज्ञान केन्द्र सूचना अनुसार राज्यर भिन्न भिन्न इलाकान सप्ताहक भितरे सामान्य मध्यम धरणर वर्षा हेबार सहित ताती कमी पारे। आयबा 24 घंटा भितरे पश्चिम ओडिशा सहित राज्यर 22टा जिल्लान चड़क मारिकरी वर्षा हेई पारे बोली पाणीपाग विभाग केन्द्र तरफु सतर्क सूचना जारी करा जाइछे। आजिर खबर इन शेष ହେଲା। आपणकर इलाका थी हेउथिबा सभा समिति सांस्कृतिक कार्यक्रम बाबदे खबर प्रसारण लगी आमर व्हाट्सएप नंबर 9437348018 के लेखी करी पठेई पारबे। संबलपुरी भाषा के बरकस करवार लगी आमर यूट्यूब चैनल के लाइक शेयर और सब्सक्राइब करवार के अनुरोध। आयबा काल खबर फिर सुनी पारबे रातिर 9 बजे। जुहार।